ପିଲା ସାମ୍ନାରେ ଯୁକ୍ତିତର୍କ କରନ୍ତୁନି। କୌଣସି ପରିସ୍ଥିତିରେ ପିଲାଙ୍କ ସାମ୍ନାରେ ଯୁକ୍ତିତର୍କ କରନ୍ତୁ ନାହିଁ। ସ୍ୱଭାବତଃ ସ୍ପର୍ଶକାତର ହୋଇଥିବାରୁ ଘରର ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ପଡ଼ୁନାହିଁ ବୋଲି ସେମାନେ ଜାଣିନେବେ। ଏହା ତାଙ୍କ ଉପରେ ମନ୍ଦ ପ୍ରଭାବ ପକାଇବ। ଆମ ଜୀବନର ସତ୍ୟ ସମ୍ପର୍କ ରକ୍ତରେ ନଥାଏ, ସମ୍ପର୍କ ଥାଏ ବିଶ୍ୱାସରେ। ଯଦି ବିଶ୍ୱାସ ରହିଥାଏ ତେବେ ପର ନିଜର ହୁଏ, ଆଉ ଯଦି ବିଶ୍ୱାସ ନଥାଏ ନିଜ ରକ୍ତ ବି ପର ହୋଇଯାଏ। ଗୋଲମରିଚର ଉପକାରିତା। ଗୋଲମରିଚ ଖାଦ୍ୟର ସ୍ୱାଦ ବଢ଼ାଇଥାଏ, ତା ସହିତ ଶରୀରକୁ ସୁସ୍ଥ ରଖିଥାଏ। ଦାନ୍ତରେ ଝିମ୍ ଝିମ୍ ଲାଗିଲେ କିମ୍ବା ପୋକ ହୋଇ ଯନ୍ତ୍ରଣା ହେଲେ ଗୋଲମରିଚକୁ 10 ମିନିଟ୍ ପାଇଁ ଦାନ୍ତ ମୂଳରେ ଚାପି ରଖନ୍ତୁ। ଏହା ଦ୍ୱାରା ଦାନ୍ତ ଯନ୍ତ୍ରଣାରୁ ତୁରନ୍ତ ଆରାମ ମିଳିଥାଏ। ନିୟମିତ ବ୍ୟବହାର କଲେ ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ। ଏହା ସ୍ମରଣ ଶକ୍ତି ବଢ଼ାଇଥାଏ ଏବଂ ହଜମ ଶକ୍ତି ବଢ଼ାଇଥାଏ। ଭୋକ ବଢ଼ାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ପେଟ ଦରଜ, ଗ୍ୟାସ୍, ଏସିଡିଟି, ପେଟ କାଟିବା ସମସ୍ୟା ହେଉଥିଲେ ଗୋଲମରିଚ ଏବଂ ଜିରାକୁ ଗୁଣ୍ଡ କରି ଖାଆନ୍ତୁ। ପିଲାଠାରୁ ବି ଶିଖନ୍ତୁ। ଶିକ୍ଷକ ସାଜି ସବୁବେଳେ ପିଲାଙ୍କୁ ସବୁ କଥା ଶିଖାନ୍ତୁ ନାହିଁ। କେବେ କେବେ ତାଙ୍କଠାରୁ କିଛି ଶିଖନ୍ତୁ, ତାଙ୍କୁ ସମ୍ମାନ ଦିଅନ୍ତୁ ଓ ତାଙ୍କ ସଙ୍ଗେ ଖେଳନ୍ତୁ। ବେତ ଧରି ଏଇଟା କରନି ସେଇଟା କରନି କହିଲେ ଫଳ ଭଲ ହେବ ନାହିଁ। ପରୋକ୍ଷରେ ପ୍ରଭାବିତ କରିବାକୁ ମଜାଦାର କାହାଣୀ କହନ୍ତୁ। ପ୍ରଶଂସା କରିବାରେ କେବେ କାର୍ପଣ୍ୟ କରନ୍ତୁ ନାହିଁ। ଏବେ ବି ସୁଯୋଗ ମିଳୁଛି। ଯଦି ସାମ୍ନାବାଲା ପ୍ରଶଂସାର ଅଧିକାରୀ ତେବେ ଅବିଳମ୍ବେ ପ୍ରଶଂସା କରନ୍ତୁ। ଯଦି କୌଣସି ଦିନ ଆପଣଙ୍କ ଖାଇବାରେ ଲୁଣ କମ୍ ପଡ଼ିଛି ବା ଚା ଅଧିକ ମିଠା ହୋଇଯାଇଛି ତେବେ ତୁରନ୍ତ ସେଇ ଭୁଲକୁ ଆଙ୍ଗୁଳି ନ ଦେଖାଇଲେ କ'ଣ ଫରକ ପଡ଼େ? ଆଜିର କିଛି ଅମୃତ ବାଣୀ। ସତ୍ କର୍ମରେ ଜୀବନ ଅତିବାହିତ ହେଲେ ଅମୃତମୟ ମୃତ୍ୟୁର ସନ୍ଧାନ ମିଳିଥାଏ। ସଫଳତା କି ବିଫଳତା ଆମ ହାତର କଥା ନୁହେଁ। ଠିକ୍ ଭାବରେ କର୍ତ୍ତବ୍ୟ କରିବା ଆମ ପାଇଁ ଉଦ୍ଦିଷ୍ଟ। ଉପକାର କରି କୌଣସି ଆଶା ରଖିବା ନିଜର ସତ୍କର୍ମ ଉପରେ ଆଞ୍ଚ ଆଣିବା ଛଡ଼ା ଅନ୍ୟ କିଛି ନୁହେଁ। ଉପକାର କଦାପି ବ୍ୟର୍ଥ ହୁଏ ନାହିଁ। ଭଗବତ ବିଶ୍ୱାସର ଅଭାବ ଯୋଗୁଁ ଆମ୍ଭେମାନେ ମଣିଷକୁ ଭୟ କରିଥାଉ। ଚୁଗୁଲି ଶୁଣ ନାହିଁ, ଶୁଣିଲ ତ ମନକୁ ନିଅ ନାହିଁ। ପରିସ୍ଥିତି ଶିଶୁ ମନରେ ଅନେକ ପ୍ରଭାବ ପକାଇଥାଏ। ମାତ୍ର ପିତା ମାତାଙ୍କ ଠାରୁ ଗ୍ରହଣ କରିଥିବା ଗୁଣ ହେଉଛି ଶିଶୁର ମୂଳ ଦୁଆର ସ୍ୱରୂପ। ଚିନ୍ତା ଡାହାଣୀ ଶରୀର ଖାଏ। ଚିନ୍ତା ମଣିଷକୁ ଶକ୍ତିହୀନ କରିଦିଏ। ଛାତ୍ରମାନେ ହେଉଛନ୍ତି ଭବିଷ୍ୟତର ମୂର୍ତ୍ତିମନ୍ତ ଆଶା। ଚରିତ୍ର ଗଠନ ପାଇଁ ସ୍କୁଲ କଲେଜ ଗୁଡ଼ିକ କାରଖାନା ସ୍ୱରୂପ। କେବଳ ପିତା ମାତାଙ୍କର ଆକୃତି ନୁହେଁ, ସେମାନଙ୍କର ଗୁଣ ମଧ୍ୟ ସନ୍ତାନ ସନ୍ତତିଙ୍କଠାରେ ପ୍ରତିଫଳିତ ହୋଇଥାଏ। ଗ୍ରାମରେ ନିମ୍ବ ଗଛ କମିବାରେ ଲାଗିଛି। ଘରେ ଘରେ ତିକ୍ତତା ବଢ଼ିବାରେ ଲାଗିଛି। କଥାରେ ମଧୁରତା କମିବାରେ ଲାଗିଛି। ଶରୀରରେ ମଧୁରତା ବଢ଼ିବାରେ ଲାଗିଛି। କେହି ଜଣେ ମହାପୁରୁଷ ସତ କହି ଯାଇଥିଲେ, ଯେତେବେଳେ ପୁସ୍ତକ ରାସ୍ତା କଡ଼ରେ ବିକ୍ରି ହେବ ଆଉ ଜୋତା ଶୋରୁମରେ, ସେତେବେଳେ ଜାଣିବେ ଯେ ଲୋକଙ୍କୁ ଜ୍ଞାନର ନୁହେଁ ଜୋତାର ଆବଶ୍ୟକ ଅଛି। ବିପଦ ସମୟରେ ଥଟ୍ଟା ପରିହାସ କାହାକୁ କରନ୍ତୁ ନାହିଁ ଏବଂ ଉପକାର କରିଥିବା ଲୋକଙ୍କୁ କେବେ ଭୁଲନ୍ତୁ ନାହିଁ। ମନେ ରଖନ୍ତୁ, ଦୁଃଖ ପରେ ସୁଖ ଏ ସଂସାରରେ ଲାଗି ରହିଛି। ଦୁଃଖ ବେଳେ ନିଜକୁ ସମ୍ଭାଳନ୍ତୁ। ଅଧର୍ମ ବାଟର ପଥିକ ନ ହୋଇ ଧର୍ମ ପଥରେ ଚାଲନ୍ତୁ।
ଭଗବାନ ଆପଣଙ୍କର ମଙ୍ଗଳ କରିବେ। ବନ୍ଧୁମାନେ, ଯଦି ମୋଟିଭେସନ୍ ଭଲ ଲାଗୁଛି ତାହେଲେ ଗୋଟେ ଲାଇକ୍ କରିବେ, କମେଣ୍ଟ କରିବେ ଆଉ ସେୟାର କରିବେ। ଆଜିର ଦିନଟି ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ। ଜୟ ଶ୍ରୀ ଜଗନ୍ନାଥ।